ରାନୀ ବିଶାଳ ହେଉଛି ଆମ ଝିଆରୀ। ସେ ତ ଆମେ ଖବର ପାଇଲୁ ଯେ ଏ ଯେଉଁ ମୁଗୁରିଆ ଶାସନ ପାଖରେ ଅଚେତ ହେଇକି ପଡ଼ିଯାଇଛି। ତେଣୁ ଆମେ ଦୌଡ଼ା ଦୌଡ଼ି ହେଇକିରି ତାକୁ ମେଡ଼ିକାଲ ଆଣିଛୁ। ଏବେ ବ୍ଲେଡ଼ କିଏ ଗୋଟେ ମାରି ଦେଇଛି କଲେଜ ଯିବା ସମୟରେ। କଲେଜ ସକାଳୁ ଗାଧେଇକିରି କଲେଜ ଯାଉଥିଲା, ସେଇ ସମୟରେ ତାକୁ ଗୋଟେ ବ୍ଲେଡ଼ କିଏ ମାରି ଦେଇଛି। ଆମେ ତ ସେମିତି ଦେଖିନୁ କି ଜାଣିନୁ କିଛି, ଝିଅ ଉଠିଲେ ଯାହା ଜଣାପଡ଼ିବ। ଘଟଣାଟା ଆଜ୍ଞା ଆକ୍ରମଣ ହେଇଯାଏ ଯେ ମୋ ଝିଅ ତା ସାଙ୍ଗକୁ ୱେଟ୍ କରି ଛିଡ଼ା ହେଇଥିଲା। ସେତିକି ବେଳ ସମୟରେ ତା ସାଙ୍ଗ ଆସିବା ପୂର୍ବରୁ ସେ କହିବା କଥା ଯେ ବାବା ମୁଁ ତାଙ୍କୁ ଚିହ୍ନିନି, ଏଜେଡ୍ ଲୋକଟେ ମୋ ପାଖରେ ଆସି ପହଞ୍ଚିକି ମୋତେ ଏମିତି କରିଛି। ଆଜ୍ଞା ନା ସେମିତି ସାର୍ କଳ ସେମିତି କିଛି ନାହିଁ ସାର୍। କୋଉଥିରେ ସିଏ ତ ନିଜେ ଦେଖିନି ଆଜ୍ଞା, ଆମେ ବି ଦେଖିନୁ। ସେ କହିବା କଥା କ'ଣ ପାତ ଭଳିଆ ଧରିଥିଲା ଗୋଟେ। ଝିଅର ବେକ ଗୁରାକ ଟଣା ଟଣା କରିଛି। ସେ ଗୋଟେ କ'ଣ ଚିକିଣା ଚେନ୍ ଗୋଟେ ପିନ୍ଧିଥିଲା, ସେଟାକୁ ଭିଡ଼ା ଉଠରା କରୁଛି। ତାପରେ ଏମିତି ହେଲା ପରେ ମୋ ଝିଅ ପଡ଼ିଯାଇଛି ବି। ଆଉ ପଡ଼ିଗଲା ନା ସତୁରିଟା ସାରି ଏମିତି କିଛି। ସେ ଝିଅ ତ ବିଶେଷ କିଛି କହୁନାହାନ୍ତି। ଆଉ ସେ ଆସିଲା ବେଳେ ଗୋଟେ ତାଙ୍କର ଗାଁ ଛକରେ ଛିଡ଼ା ହେଇଥିଲେ ସାଙ୍ଗ ସାଙ୍ଗରେ ଆସିବେ ବୋଲି, ସେତେବେଳେ ତାଙ୍କର ବାପ ବୟସର ଗୋଟେ ଲୋକ ଆସିକିରି ତାକୁ ମରାମରି କରିଛି ବୋଲି କହୁଛନ୍ତି। ସେମିତି ବ୍ଲିଡ଼ିଂ ଇଞ୍ଜୁରି କିଛି ନାହିଁ ବିଶେଷ। ଆଉ ତଦନ୍ତ ଚାଲିଛି। ଆମେ ଖୁବ୍ ଶୀଘ୍ର ଆମର ଗୋଟେ ଟିମ୍ ସାଙ୍ଗେ ସାଙ୍ଗେ ଏସ୍ପି ସାର୍ଙ୍କର ନିର୍ଦ୍ଦେଶ ଅନୁସାରେ ଆମର 3ଟା IAC ଆଉ ଅନ୍ୟ ଅଫିସରକୁ ନେଇକରି କରାହେଇଛି। ଆଉ ସାଙ୍ଗେ ସାଙ୍ଗେ ଆରେଷ୍ଟ ହେବ। ଡ୍ରେସ୍ଟା ଜଣାପଡ଼ୁଛି, ଦେହଟା ଜଣାପଡ଼ୁନି। ଆଉ ଜଣାପଡ଼େ ତଦନ୍ତରେ ଜଣାପଡ଼ିବ ଯାହା ହେଇଥିବ।